থেকে নিবেদন করছি ये নড়িয়াটা নব গরুর পছরে ছিড়া হয়ে দেখি স্যার দেখো সেদিন দাসিয়া বাবুরি জানিছি জগন্নাথ হচ্ছন্তি তার ব্রহ্ম জগন্নাথ হচ্ছন্তি ব্রহ্ম তার বিশ্বাস করছি সে জানিছি নড়িয়া দেলে গ্রহণ করি কোনটা না নেই গলে নড়িয়া গরুর পছরে ছিড়া হয়ে দেখতে দেলে কইলে দাসিয়া দেখছি নড়িয়া স্যার জগন্নাথ নেইছন্তি না নেইছন্তি না নাই আচ্ছা নড়িয়া দেলা কিয়ে নড়িয়া দেলা কিয়ে আজ্ঞা দাসিয়া বলছি হ্যাঁ নেলা কিয়ে আজ্ঞা সারে কইলে কোনটা হাতা নেলে সারে যেমতি দোকা লোকর না ଅଛି দাসিয়া বাবুরে দেলা বলি নেলা ଯୋଉ କୋଟା ତା ନାଁ କଣ ନଡ଼ିଆ ଦେଇଛି କିଏ ନା ଦାସିଆ ନେଲା କିଏ ଜଗନ୍ନାଥ ତ ନେଲେ କିନ୍ତୁ ଦାସିଆ ହାତରୁ ନେଇଛି କିଏ ତା ନାଁ କଣ ଦେଖ କୋଉ ପୁରାଣରେ ତା ନାଁ କାହିଁକି ନାହିଁ ଓଡ଼ିଆ ଭାରତ ଏଇଥିପାଇଁ ସେ ପଣ୍ଡାର ନାଁ ରହିଲାନି କାରଣ ନା ଏ ତାକୁ ଯେ ଦେଖିଛି ପ୍ରତ୍ୟକ୍ଷ ବାବୁ ଏ ଭବୁ ହୋଇ ইন্দ্রধুম্ন মনা কলে কলে কালিয়া বড় কোন হব স্যার দেখন্তু আগ কালর রাজরাজরা শাসন কেড়ে উদার হৃদয় রাজা ଥିଲେ এবে গাঁরে যদি পাইখানা কে উদ্ঘাটন আপন করিবে ফল করে যদি নেতা মন্ত্রী কো না লেখা ন হব আপনকৰ বিল হেই পারছু নাই নড়িয়া ভঙ্গা হেই পারিব না কিন্তু কেড়ে উদার ଥିଲା সেতবে রাজতন্ত্র ইন্দ্রধুম্ন মহারাজ ভক্ত ছড়ি দেলে কইলে হে কালিয়া সাবন যদি বড় দেবে এই বড় মো বংশরে কেহি রহিবে জগন্নাথ আশ্চর্য হইলে কইলে রাজা ইন্দ্রদূত কোন কল না মহিমা পুত্র নাতি বলি এটি দেউল আরম্ভ জগন্নাথ স্বয়ং আশ্চর্য হয়ে গেলে কইলে কাহিকে কথা ভাগিল ইন্দ্রদুম্ন না যদি মো পুয়া নাতি কই দেবে এ আম মন্দির মো বাপা করিଥିଲେ মো জেজা করিଥିଲେ সামন্তে ধর্ম রহি কিন্তু দুর্ভাগ্য আজির রাজতন্ত্র আপন দেখন্তু এবে তো রাজা শাসন আর নাই সব মন্ত্রী শাসন কলে ইয়ে কে না ইয়ে জল সম্পদ মন্ত্রী ইয়ে কে ये खणी मंत्री आलागा रजा छंती ना पांचटा कथा ये समाज को वर्तमान खाइला कोन पांचटा कथा जदी पाला सुनतंती मने रखे था ये पांचटा कथा ये समाज को खाइची प्रथम रे खाइची नीतिहीन राजनीति ना का राजनीति आ राजा नाहंती कि राजा को नीति ना ये देश मंत्री शासन कले राजनीति पंडित हो गला नीतिहीन गाँ गाँ आज भात बाप पुअर भात
ଏବେ ସାରେ ଦୁର୍ଭାଗ୍ୟ ଯୋଉ ଗାଁରେ ଆପଣ ଦେଖିବେ ସବୁ ନୀତିହୀନ ରାଜନୀତି। ଦ୍ୱିତୀୟଟା ହେଲା ଆପଣମାନଙ୍କର ଚରିତ୍ରବିହୀନ ଶିକ୍ଷା। ସାରେ ଆଗ କାଳରେ ସବୁ ପାଠ ପଢା ହଉଥିଲା, ଏବେ ଆଉ ନାହିଁ। ଏବେ ଚରିତ୍ରବିହୀନ ଶିକ୍ଷା। ଏବେ ଜଣେ ବାବୁ ଧରା ହେଇଛନ୍ତି, ତମେ କିଏ ନା ଡବଲ ଏମଏ ଆପ୍ଲିକେସନ ଟେ ଲେଖି ଆସୁ, କିନ୍ତୁ ସାର୍ଟିଫିକେଟ ଡବଲ ଏମଏ। ତ ଦୁର୍ଭାଗ୍ୟ ଆମେ ଯେତେ ବସିଛେ ଆମ ପିଲାକୁ ହାଇ ଏଜୁକେଟେଡ କରେଇଛେ, ଉଚ୍ଚ ଶିକ୍ଷିତ କରେଇଛେ ଖାଲି ବେପାର ପାଇଁ। ଆଶା ଅଛି ମୋ ପୁଅ ବଡ ଚାକିରିଟିଏ କଲେ ବହୁତ ଦରମା ପାଇଲେ ଆମର ଆଉ 3 ମାହଲା କୋଠା ହବ, ଏଇଆ ନା? ଦେଖି ଜଣେ ବ୍ୟକ୍ତି ୟା ଭିତରେ ହାତ ଟେକି ଦିଅନ୍ତୁ, ମୁଁ ମୋ ପୁଅକୁ ଏତେ ପଇସା ଖର୍ଚ୍ଚ କରି ପାଠ ପଢେଇଛି, ଏ ଦୁନିଆରେ ଗୋଟା ଭଲ ସାଧୁ ହବ। କାହାକୁ ସାଧୁ ହବା ପାଇଁ ପାଠ ପଢେଇଛନ୍ତି ଦେଖି କଣ? ସମସ୍ତଙ୍କର ଉଦ୍ଦେଶ୍ୟ ଅଛି ଛୋଟ ହଉ ବଡ ହଉ ମୋ ପୁଅ ବେପାର କରିବ, ଚାକିରି କରିବ, ସାଧୁ ହବ ବୋଲି କିଏ ଆଜ୍ଞା ମନେ ନା? ଦେଖ ତାହେଲେ 2 ନମ୍ବର କଳୁଷିତ କଲା ଏ ସମାଜକୁ ଚରିତ୍ରବିହୀନ ଶିକ୍ଷା। ଆଗ କାଳରେ ଶିକ୍ଷା ଥିଲା ସଂସ୍କାର, ଏବେ ଆଉ ନାହିଁ। କଲା ଗୁରୁ ଆଜ୍ଞା ଖଟ ହଚାଟ ଇଏ ଯେବେ ତୁ ପଢିବୁ ପଢା ପାଠ ଆମେ ଆଉ ଗୁରୁଙ୍କର ଆଜ୍ଞାକୁ ମାନୁନି, ସେ ପାଠ ପଢାଉ ନାହିଁ। ଆଗ କାଳରେ ଶିଷ୍ୟମାନେ ଯାଉଥିଲେ ଆଣ୍ଠେଇକି ଗୁରୁଙ୍କୁ ପ୍ରଣାମ କରୁଥିଲେ, ଦୁର୍ଭାଗ୍ୟ ଆଉ ଆଣ୍ଠେଇ ପେଟେଇ ମୁଣ୍ଡିଆ ମରା ଅଛି ନାଇଁ। ଯଦି କିଏ ଆଣ୍ଠେଇ ମୁଣ୍ଡିଆ ମାରିଲାଣି ବାପା ତାର ଚାଲି ଯାଉଛି ସ୍କୁଲକୁ, ହଇଲୋ ସାରେ 500 ଟଙ୍କାର ସାପ ପିନ୍ଧେଇବ ପିଲାକୁ ଛାଡ଼ିଦେଲେ, ତମେ ଏମିତି ମୁଣ୍ଡିଆ ମରା ଶିଖେଇଛ ମୋ ପିଲା ସାପ ନଷ୍ଟ ହେଇଗଲା, ଡ୍ରେସ ନଷ୍ଟ ହେଇଗଲା। ଦେଖ ତାହେଲେ ସମାଜ ରହିବ, ସମାଜ ବର୍ତ୍ତମାନ କଳୁଷିତ। କାହିଁକି ନା ଆମକୁ ଖାଇଗଲା ଚରିତ୍ରବିହୀନ ଶିକ୍ଷା। ସାରେ 3 ନମ୍ବର ତତ୍ତ୍ୱବିହୀନ ଉପାସନା। ଆମକୁ ଖାଇଛି ତତ୍ତ୍ୱବିହୀନ ଉପାସନା। ଆଗ କାଳରେ ସବୁ ମା ମାନେ ଝିଅ ମାନେ ବୋହୂ ମାନେ ସବୁ ଉପବାସ ବ୍ରତ କରୁଥିଲେ, ତାର ତତ୍ତ୍ୱ ଥିଲା। କିଏ କେଉଁ ବ୍ରତ କରିବ? ଏବେ ନାନୀ ଯାଉଛି ଦିଅ ଦେଖି, ମୁଁ ଗଲି ଦିଅ ଦେଖି। ଦେଖ ମଝିରେ କେଇଦିନ ତଳେ ବାହାରିଥିଲେ ବୋଝ ବାୟାଣୀ। ସାରେ ଦୁର୍ଭାଗ୍ୟ ଆପଣ ଦେଖିବେ ହଜାର ହଜାର ସଂଖ୍ୟାରେ ମା ମାନେ ସବୁ ମୁଣ୍ଡିଭୂତ ହେଲେ। ତମେ କାହିଁକି ଯାଇଥିଲ ନା ନାନୀ ସାଙ୍ଗରେ ଯାଇଥିଲେ? ଆମେ ଜାଣିନି ଏଠି ଦେବତା କିଏ, ଆମେ ଜାଣିନି ଏଠି କଣ ମିଳୁଛି, କିନ୍ତୁ ନାନୀ ଯାଉଛି ଦିଅ ଦେଖି, ମୁଁ ଗଲି ଦିଅ ତ ଉପାସନା ଆଉ ତାର ତତ୍ତ୍ୱ ନାହିଁ। ତାହେଲେ 3 ନମ୍ବର ଖାଇଲା ଆମକୁ ତତ୍ତ୍ୱବିହୀନ ଉପାସନା। 4 ନମ୍ବର ପରିଶ୍ରମବିହୀନ ବାଣିଜ୍ୟ ବେପାର। ଆଗ କାଳରେ ଲୋକ ପରିଶ୍ରମ କରି ଧନ ରୋଜଗାର କରୁଥିଲେ। ଆମ ବାପା ଜେଜେ ଯୋଉ ପରିଶ୍ରମ କରୁଥିଲେ, ଆମେ ଏବେ ତାଙ୍କ ପିଲା, ଆମେ ହାଇବ୍ରିଡ ଧାନ ଚାଉଳ ଖାଇଲୁ, ହାଇବ୍ରିଡ ପରିବା ଖାଇଲୁ। ଆମ ପିଲା ଚିନ୍ତା କଲା ଆଙ୍ଗୁଠି ହଲେଇ କେମିତି ଆମେ ଟଙ୍କା ରୋଜଗାର କରିବା। ଦେଖୁନା ନହେଲେ ରାଜସୁନା ଖୋଲା ଗଲା, ଦୁଆର ମୁହଁରେ ଯାହା ଦୁଆର ଦେଖିବ ସୁନା ଦୋକାନ। ସେ ଜାଣିଛନ୍ତି 5 କିଲୋ ଦୋକାନ ଦେଲେ ବି ଚୂନ ଲଗେଇବାକୁ ପଡିବ, ସୁନା ଦୋକାନରେ ବିନା ପରିଶ୍ରମରେ ହେଲା। କାହିଁକି ନା ବସିତ କିଏ 1.5 ମାସ ପାନ ବିକିଲେ ଯେତିକି, ଗୋଟା ହାର ବିକି ଦେବି ଦିନେ କେ ସେତିକି। ତାହେଲେ କାହିଁକି କଥା କହିଲେ ନା ଇଏ ହଉଛି ସମାଜ କଳୁଷିତ। ମହାପୁରୁଷ ଭୀମ ଭୋଇ ଠିକ ସେଇ କଥା କହିଛନ୍ତି। ହେ ମହାପ୍ରଭୁ, ये जुग ये उत्पात नहीं मोर
କାଟିକି ଯେତେବେଳେ ବ୍ରହ୍ମଜ୍ଞାନ କହିବା ଆପଣ ସତ୍ୟା ଘରେ ବସିଥିବେ ଲୋକେ କହିଲେ ଏଇ ଗୋଟାକ ସତ ଇଏ ହେଲା କଳି ଯୁଗରେ ସାରେ ଅକ୍ଷର ଖାଲି ସେତିକି ନୁହଁ ଆଜି ଦି ଚାରି ଜଣ ମା ବସିଛନ୍ତି ତାଙ୍କ ପାଇଁ ମାଳିକା ଶାସ୍ତ୍ରରେ ଗୋଟେ ଆମର କହିଦେବି ମା ପାଲା ଶୁଣିବାକୁ ବସିଛ ଦିପଦ ଶୁଣ ରାତି ପାଇଲେ ପାଲା ସରିଯିବ କାହିଁକି ଏ କଥା କହିଲି ନା ସାନ ସାନ ମାନେ ବଡକୁ ମାରିବେ ଶାଶୁକୁ ମାରିବ କଣ କହିବି ବାବା ପାଲା ତ ସରିଯାଉଛି ଆମେ ଅଛୁ ଆପଣଙ୍କର ଏଇ ସ୍କୁଲ ଘର ଗେଟଟା ବାହାରକୁ ଦବାକୁ ଘିରିକି ନାହିଁ ସେ ଖୋଲା ଠିକ 3ଟା 4ଟା ବେଳ ହବ 8-10 ଜଣ ପିଲା ଗଲେ ବେକାରୀ ଧରି ଏଡେ ଜୋରେ ଫୁକିଲେ ଆମେ ଆଉ ଶୋଇପାରିଲୁ ମୁଁ ସେଠୁ ଉଠି ପଳେଇ ଆସିଲି ମୁଁ କହିଲି ଏ ବାପା ହେ ତମେ ତ ଏଡେ ଛୁଆ ହେଲେ ସପ୍ତମ ଅଷ୍ଟମରେ ପଢୁଥବ ଏମିତି କାହିଁ ହଉଛ ସାର୍ ସମସ୍ତେ କିଏ କେମିତି ଠିଆ ହେଲା ତା ଭିତରୁ ଜଣେ ମତେ ଏମିତି ଆଜି ବସେଇକି ଅନେଇଲା ମୁଁ କହିଲି ଆରେ ବାପା କଣ ହେଲା ସେ ଏମିତି ମତେ ଅନେଇଲା କହିଲା ହଇଏ ଆମେ ଏଠି ବେଙ୍ଗାଳି ଫୁକିଲୁ କି ଡେଇଁଲୁ କି ନାଚିଲୁ ଯାହା କଲୁ ଆମ ଗାଁ ସ୍କୁଲରେ ତ ଆମେ ହେଲୁ ତମେ କାହିଁ ପେ ଅଂଶ କରିବ ସାରେ ଦୁର୍ଭାଗ୍ୟ କାହିଁକି କଥା କହିଲେ ନା ଏ କଳି ଯୁଗରେ ସାନ ସାନ ମାନେ ବଡକୁ ମାରିବେ ଶାଶୁକୁ ମାରିବ ठीक है गुरु ब्राह्मण हेले मारी
କହିଲେ ଭୂପତେ ବଙ୍କୁଣାଳକୁ ଚିତ୍ତ
ଆପଣ ଟିକେ ନେଇଯିବେ ମୋ କାଳିଆ ସାମନ୍ତ ପାଖ ବରୁଣ ପଛରେ ଛିଡ଼ା ହେଇ ଟେକିଦେବେ ଦାସିଆ ବାଉରି ଯାଇଛି ନଡ଼ିଆ ଭକ୍ତ ହେଇ ଜଗନ୍ନାଥ ନେଲେ ନଡ଼ିଆ ତା ଦେଇଦେବେ ପୁରୀ ପଣ୍ଡାଙ୍କର କେମିତି ବୋଲି ଆପଣ ଦେଖୁନାହାନ୍ତି ପଣ୍ଡା ମନା ଯେତେବେଳେ ଶୁଣିଦେଲେ କହିଲେ ଆରେ ଏତେ ପଇସା ଖର୍ଚ୍ଚ କରି ମୁଁ ଭୋଗ ପ୍ରସାଦ ନଉଛି କାଳିଆ ହାତ ବଢେଇ ନବନି ଇଏ ବାଉରି ନଡ଼ିଆ ଦବ କାଳିଆ ହାତ ବଢେଇ ଦାସିଆ ବାଉରି ଆଖିରୁ ଧାର ଅଶ୍ରୁ କରିବ ସେଇ